ଅମାବାସ୍ୟା ତିଥି ଏ ମଧ୍ୟ ରାତ୍ରିରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଯିବ ମୋ ଶାଳୀରେ ସାତ ସମାଧିରୁ ମାଟି ଆଣିବ ତୁମେ ସାଇତି ସାତ ସମାଧିରୁ ମାଟି ଆଣିବ ତୁମେ ସାଇତି ସାତ ସମାଧିର ମାଟି ଆମ୍ବ ହସ୍ତ ଦେବ ସତୀ ସୁହାଗିନୀ ହୋଇ ବଞ୍ଚିକି ରହିବ ସାତ ସମାଧିର ମାଟି ଆମ୍ବ ହସ୍ତ ଦେବ ସତୀ ସୁହାଗିନୀ ହୋଇ ବଞ୍ଚିକି ରହିବ ହେ ଶୁଣ ହେ ଶୁଣ 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 ମୋ ବଚନ ଅନ୍ୟଥାନୁ ହୋଇ କେବେ ଅନ୍ୟଥା ନୁହଁ କେବେ ରୋହିତ ଲିଖନ ସାତ ସମାଧିରୁ ମାଟି ସଂଗ୍ରହ କରିକି ଆମ୍ଭ ହସ୍ତେ ଦେବ ସେହି ମାଟିକୁ ଆମ୍ଭେ ମନ୍ତ୍ର ଦ୍ୱାରା ମନ୍ତ୍ରିତ କରିବୁ ମନ୍ତ୍ରିତ ହୋଇଥିବା ମାଟିକୁ ତମେ ତମ ସ୍ୱାମୀଙ୍କର ମଥାରେ ଲଗାଇ ଦେଲେ ତମ ସ୍ୱାମୀଙ୍କର ଆୟୁ ଯଶ ବର୍ଦ୍ଧିତ ହେବ ପରିବାରର ମଙ୍ଗଳ ହେବ ରାଜ୍ୟର ମଙ୍ଗଳ ହେବ ସର୍ବୋପରି ବିଶ୍ୱର ବି ମଙ୍ଗଳ ହେବ କିନ୍ତୁ ଗୋଟିଏ କଥା ଏହି ଗୁପ୍ତ କଥା କାହାରିକୁ କହିବ ନାହିଁ କଦାପି କହିବ ନାହିଁ ଯେ ବାବା ଯୋଗୀ ବାବା ପଠେଇଛନ୍ତି ବୋଲି ଆମ୍ଭେ ଉଲଗ୍ନ ହୋଇକି ମଶାଣିକି ଆସିଛୁ ବୋଲି ଯଦି କୋଉ ପରିସ୍ଥିତିରେ କହିଦେଇଛ ତାହେଲେ 4 ଦିନ କାହିଁକି ମା 3 ଦିବସରେ ବି ତମ ସ୍ୱାମୀଙ୍କ ସହିତ ତୁମର ଏକମାତ୍ର ଝିଅର ମରଣ ହୋଇଯାଇ ପାରେ ବାବା ଏ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି ବାବା ମରିଯିବି ପଛେ ସେ କଥା ମୁଁ କାହାକୁ କହିବିନି ଠିକ ଅଛି ତାହେଲେ ଏବେ ହିଁ ବାହାରି ଯାଅ ମଧ୍ୟରାତ୍ର ପ୍ରାୟ ଉପଗତ ଠିକ ଅଛି ଏବେ ହିଁ ବାହାରି ଯାଅ ତାହେଲେ ଏଥର ମୁଁ ଆସୁଛି ବାବା ଆସୁଛି সুযোগ আহা কি সুযোগ হইଅଛି ভোগ লাগিছি লাগিছে ভণ্ড বাবাকু প্রেমর রোগ রানী সম্পূর্ণ বিশ্বাস করিকি উলগ্ন হইকি যাইছি মশাণিকি কাহিকি বিশ্বাস ন করিব যে আম্ভে ভণ্ড বাবা আব কথা মানিলে বলো মানিলে বিমল উপরে উপরে সাধু আর ভিতরে ভিতরে পক্কা শয়তান এবে কি যোজনা করেছি এবে রানী যাইছি উলগ্ন হইকি মশাণিকি এই কথাকু যদি রাজাকু কহিকি দেখাই দিয়ে তাহলে রাজা নিশ্চয় রানীকু ঘরু তড়ি দেবে রাজা ঠারু রানীর বিচ্ছেদ আর রানী সহিত আম্ভর প্রীতি লাগিলা 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 বহুত ভাল লাগিলা